ରାଧାକାନ୍ତଙ୍କର ନବମ ବାର୍ଷିକ ଯଜ୍ଞ ଏ ସମସ୍ତ ଗ୍ରାମବାସୀ ଏ ପାଖ ପଡ଼ୋଶୀ ସବୁ ଦଶଖଣ୍ଡି ମୌଜାଙ୍କ ସହଯୋଗରେ ଏ ଯଜ୍ଞ ଚାଲିଛି। ରାଧାକାନ୍ତଙ୍କର ମହିମା ବହୁ ମହିମା, ଯିଏ ଏଠି ଠାକୁରଙ୍କ ପାଖେ ମାନସିକ କରନ୍ତି ତାଙ୍କର ବହୁ ମାନସିକ ପୂରଣ ହୁଏ। ରାଧାକାନ୍ତେ ହରିହର ଭେଟରେ ରାଧାକାନ୍ତେ ମାଧବାନନ୍ଦେ ଅମରେଶ୍ୱର ବନ୍ଦେଶ୍ୱର ହରିହର ଭେଟ ମେଳଣରେ ହରିହର ଭେଟ ହୁଅନ୍ତି। ତେଣୁ ସମସ୍ତେ ଏ ଅଞ୍ଚଳରେ ସମସ୍ତେ ରାଧାକାନ୍ତଙ୍କ ପାଖକୁ ଆସନ୍ତି। ରାଧାକାନ୍ତଙ୍କର ବହୁ ମହିମା, ତେଣୁ ଏ ଯଜ୍ଞରେ ବହୁ ଲୋକ ବର୍ତ୍ତମାନ ଏଇନେ ପୂର୍ଣ୍ଣାହୁତି ବେଳକୁ ହଜାର ହଜାର ସଂଖ୍ୟାରେ ଆସି ପହଞ୍ଚିବେ। ଆମର ଏଇ ରାଧାକାନ୍ତ ଠାକୁର ବହୁ ପୁରାତନ ଏବଂ ବିଶିଷ୍ଟ ଠାକୁର। ସଭା ମଣ୍ଡପ ଦୋଳ ଯାତ୍ରା ତାଙ୍କର ସିଏ 12 ଖଣ୍ଡ ଗାଁ ଭୋଗ ଖାଆନ୍ତି ରାତି ଦିନ ବୁଲିକିରି। ତାପରେ ଯେଉଁ ସଭା ମଣ୍ଡପ ମେଳନ ବୋଲି ଆମର ଭାଣପୁର ତୁଳିଶପୁରର ଭାଣପୁରରେ ହୁଏ, ସେଠି ମାଧବାନନ୍ଦେ ଏଇ ଆମ ଠାକୁର ରାଧାକାନ୍ତେ ଅମରେଶ୍ୱର ବନ୍ଦେଶ୍ୱରଙ୍କର ହରିହର ଭେଟ ହୁଏ। ଇଏ ବହୁ ପୁରାତନ ପରମ୍ପରା ଅନୁଯାୟୀ ଚାଲିଛି। ଆଉ ଆମର ଏ ଜାଗାରେ ଠାକୁରଙ୍କର ନୂଆ ମନ୍ଦିର ଆମେ ଗ୍ରାମବାସୀ ସବୁ ପାଖ ପଡ଼ୋଶୀ ଲୋକ ବାଲୁଙ୍କ ଖୋରଡ଼, ଲଙ୍କପଡ଼ା, ଇଂଶମୁଳୁ, ଜଅଁରା, ଛଣିଜଙ୍ଗ ଏମିତି ସବୁ ଏମାନଙ୍କର ସାହାଯ୍ୟରେ ମନ୍ଦିର କଲା ଦିନଠୁ ଆଜିକି 9 ବର୍ଷ ହେଲାଣି ନବମ ବାର୍ଷିକ ଯଜ୍ଞ ଏଠି ଆମେ ଗ୍ରାମବାସୀ ଆଉ ଏ ପାଖ ପଡ଼ୋଶୀ ଗାଁଙ୍କ ସହାୟତାରେ ଯଜ୍ଞ କରି ଆସୁଛୁ। ଆଉ ଇଏ ପ୍ରତ୍ୟକ୍ଷ ଠାକୁର ରାଧାକୃଷ୍ଣ। ଆଉ ଆଙ୍କର ଫେମସ୍ ହେଲା, ପ୍ରସିଦ୍ଧ ହେଲା ଦୋଳଯାତ୍ରା। ତାପରେ କାର୍ତ୍ତିକ ମାସରେ ମାସକ ସାରା କୀର୍ତ୍ତନ 2 ବେଳା ହୁଏ। କାର୍ତ୍ତିକ ପୂର୍ଣ୍ଣମୀରେ ମହୋତ୍ସବ